କହିଲେ କହିବ କହୁଛି, ନ କହିଲେ ଦେହ ଦଉଛି। କହିବି ନାହିଁ, କହିଲେ ଘରେ ରହିବି ନାହିଁ। ଏ ଯେଉଁ ରୂଢ଼ି ଯିଏ କହିଛନ୍ତି, ସତରେ ଭାବିଲେ ସେ କେତେ ଜ୍ଞାନୀ। କହି ହେଉନି, ସହି ହେଉନି, ଆଖିରେ ଲୋତକ ରହି ହେଉନି। କେତେ ବିଚାରକ ସେ, କେତେ ବିଚାର ବୁଦ୍ଧି ସେମାନଙ୍କ ମସ୍ତିଷ୍କରେ ଈଶ୍ୱର ଭରିଛନ୍ତି। ବନ୍ଧୁ, ବସନ୍ତ ଋତୁ ଆସିଲେ ସବୁ ଗଛରେ ପତ୍ର କଅଁଳେ, ହେଲେ ବାଉଁଶ ଗଛରେ କ'ଣ ପତ୍ର କଅଁଳେ? ଯଦି ବାଉଁଶରେ ପତ୍ର ନ କଅଁଳିଲା ତାହେଲେ ବସନ୍ତର ଦୋଷ କ'ଣ? ସୂର୍ଯ୍ୟ ଉଇଁଲେ ସବୁ ପ୍ରାଣୀ ଦେଖିପାରନ୍ତି ଭଲ ଭାବରେ, କିନ୍ତୁ ପେଚାକୁ ଦୁଷେନି। ଏଥିରେ ସୂର୍ଯ୍ୟଙ୍କ ଦୋଷ କ'ଣ? ବର୍ଷା ଆସିଲେ ସବୁ ଅଞ୍ଚଳରେ ପ୍ରାୟ ପାଣି ରହେ, କାଦୁଅ ହୁଏ, କିନ୍ତୁ ବାଲିଆ ଭୂଇଁରେ କ'ଣ ପାଣି ରହେ? ତା ବୋଲି କ'ଣ ବର୍ଷାର ଭୁଲ? ମୁଁ ଏହା କହିବାର ଉଦ୍ଦେଶ୍ୟ, କିଛି ଅଭିମାନୀ ଶ୍ରୋତା ମତାମତ ଦେଇ ଲେଖିଛନ୍ତି, ଆକାଶରୁ ଝରିବ, ଖଟୁଛୁ ଦରମା ପାଉନୁ। ଏସବୁ ଗପ। ଏତେ କଥା କାହିଁ କହୁଛନ୍ତି? ହେ ପ୍ରିୟ ବନ୍ଧୁ, ହେ ପ୍ରିୟ ଶ୍ରୋତା, ହେ ଆଗ୍ରହୀ, ହେ ଜିଜ୍ଞାସୁ, ସବୁରେ ମୂଳରେ ପରା ଆମ ନିଜ ଜାତକ। ଯଦି ମାଠିଆରେ 18 କଣା, ଯେତେ ମୋଟା ପାଇପରେ ପାଣି ଭର୍ତ୍ତି କଲେ କ'ଣ ମାଠିଆ ଭର୍ତ୍ତି ହେବ? ତୁମ ଜାତକରେ ଦେଖ ଗ୍ରହମାନଙ୍କର ସ୍ଥିତି। ଯଦି ସେମାନେ ଭଲ ଭାବରେ ନାହାନ୍ତି, ତାହେଲେ ମୁଁ ବା ଆମେ ଦିହେଁ ବା ଆମେମାନେ, ଯେଉଁମାନେ ଜ୍ୟୋତିଷ, ଯେଉଁମାନେ ଭବିଷ୍ୟତ ବକ୍ତା, ସେମାନେ ଯାହା କହିଲେ ବି ତାହା ଆପଣଙ୍କୁ ଭୋଗ୍ୟ ହେବନି। ଯେମିତି ଏ ମାସରେ ଏବେ ଆମେ ଆଲୋଚନା କରିବାକୁ ଯାଉଛେ ମିଥୁନ ରାଶି ଉପରେ। ମିଥୁନ ରାଶିର ଦଶମରେ 4 ଗ୍ରହ, ଆଉ ସେ 4 ଗ୍ରହଙ୍କର ଦୃଷ୍ଟି ଅଛି ଚତୁର୍ଥକୁ, ଚତୁର୍ଥ ସୁଖ ସ୍ଥାନ। ସେଠି କେତୁ ଅଛନ୍ତି, ଆଉ କେତୁଙ୍କ ସମ୍ମୁଖରେ 7ମ ଘରେ, 10ମରେ ବୁଧ, ଶୁକ୍ର, ଶନି, ରାହୁ ଅଛନ୍ତି। 4 ଗ୍ରହଙ୍କର ଦୃଷ୍ଟି ପଡ଼ିଛି ଚତୁର୍ଥକୁ। ତେଣୁ ମିଥୁନ ରାଶିର ବ୍ୟକ୍ତି ସମୂହ ଏ ମାସରେ ଯଥେଷ୍ଟ ସୁଖ ଲାଭ କରିବେ। ଯଦି ସେମାନଙ୍କର ଚତୁର୍ଥରେ ମୂଳ ଜାତକରେ ସେଟା ସେ ଘର ହେଇଥିବ, ମନେ କରାଯାଉ କନ୍ୟା ଘର ମନେ କରାଯାଉ, ଆଉ ସେଠାରେ ଥିବେ ବୃହସ୍ପତି। କନ୍ୟା ଘର, ବୁଧଙ୍କ ଘର, ସେଠି ଅଛନ୍ତି ବୃହସ୍ପତି। ଛାଡ଼, ଶୁକ୍ର ଅଛନ୍ତି। ବୁଧ ବୃହସ୍ପତିଙ୍କ ପଡ଼େ ନା ଶତ୍ରୁତା। ଶୁକ୍ର ଅଛନ୍ତି, କନ୍ୟାରେ ଶୁକ୍ର ନୀଚ। ତେଣୁ ଶୁକ୍ର କ'ଣ ଭଲ ଫଳ ଦେଇପାରିବେ? ସୁଖ ଦେଇପାରିବେ? ଦେଇପାରିବେନି ନା। ଏ ହେଲା ଗୋଟିଏ କଥା। ଯଦି ଜାତକରେ ଅଶୁଭ ଗ୍ରହମାନଙ୍କର ଅନ୍ତର୍ଦଶା ପଡ଼ିଛି, ତାହେଲେ ସେ ତ ଖରାପ ଫଳ ଦେବେ। ତାକୁ ବିଚାର ନ କରି ଏ ପ୍ରବକ୍ତାମାନଙ୍କର ଦୋଷ ଧରିଲେ ବା ବିଚରା ଏମାନେ କ'ଣ କରିବେ? ନାଇଁ ବନ୍ଧୁ, ସେମିତି ବିଚାର କରାଯାଏନି। ଆଗେ ଆମେ ଦେଖିବା
ଆମେ କ'ଣ ଭଲ କାମ କରୁଛେ। ଯଦି ଆମ କର୍ମ ମନ୍ଦ, ଫଳ ତ ମନ୍ଦ ହେବ। ଆଶା କରିବା ଗୋଟାଏ ବୁଦାରୁ ଆଞ୍ଜୁଳାଏ ଧାନ ଆଣିବା ପାଇବା। ଯଦି ଆମେ ଠିକ୍ ସାର ଖତ ଦେଇଥିବା, ଚାଷ କରିଥିବା, ତାହେଲେ ଗୋଟାଏ ବୁଦାରେ 18ଟା କଲି, 20ଟା 22ଟା କଲି ବାହାରିଥିବ, ଆଉ 22ଟା ସିସା ହେଇଥିବ, ତା ଲମ୍ବା ଲମ୍ବା ହେଇଥିବ। ତାହେଲେ ସବୁଯାକ ଧାନ ପରିପକ୍ୱ ହେଇଥିବ, ଆଞ୍ଜୁଳାଏ ଧାନ ହେବ। ଆମର ହେଲା, ତମର ହେଲାନି। ତମେ ଚାଷବାସ ଠିକ୍ କରିନ, ଦୋଷ ଦେଲେ ମୁଁ କ'ଣ କରିବି? ନାଇଁ 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 ନାଇଁ, ଏମିତି ବିଚାର କରାଯାଏନି, ଏମିତି ଦୋଷ ଦିଆଯାଏନି। ଆଗେ ନିଜ ଭୁଲଟାକୁ ଦେଖ। ସେ ଜ୍ଞାନୀ ଯେ ନିଜ ଭୁଲ ଦେଖେ, ସେ ବିବେକୀ ଯେ ଭୁଲ କରି ଅନୁତାପ କରେ, ସେ ବୁଦ୍ଧିମାନ। ଯେ ଭୁଲ କରି ଅନୁତାପ କରେ ଆଉ ଭୁଲ କରେନି। କିନ୍ତୁ ତମେ ଭୁଲ କରୁଛ, ଭୁଲ ସ୍ୱୀକାର କରୁନ, ଦୋଷ ସ୍ୱୀକାର କରୁନ, ମାନୁନ। ତେଣୁ ମୁଁ କ'ଣ କରିବି? ମିଥୁନ ରାଶିର ଏକାଦଶରେ ରବି ଏବେ ଉଚ୍ଚରେ, ଏକାଦଶରେ ସେ ଅନନ୍ତ ସୁଖ ଦେବେ, ଲାଭ ଦେବେ, ଧନ ଦେବେ, ଧର୍ମ ଦେବେ, ସବୁ ଦେବେ। ସେମିତି ଦଶମରେ ବୁଧ, ସେ ପ୍ରବଳ ଧନ ଦେବେ। ଦଶମର ଶୁକ୍ର, ସେ ଧର୍ମ ବୃଦ୍ଧି କରିବେ। ଦଶମର ରାହୁ ଆଉ ଶନି, ସେ ସୁଖ ଦେବେ, ଶାନ୍ତି ଦେବେ। ତେଣୁ ମିଥୁନ ରାଶିର ବନ୍ଧୁମାନେ ସୁଖ, ଶାନ୍ତି, ଧର୍ମ ଅବଶ୍ୟ ପାଇବେ। ଏଇ ଚୁକ୍ତିରେ, ଏଇ ନ୍ୟାୟରେ ଯଦି ସେମାନଙ୍କ ଜାତକରେ, ମୂଳ ଜାତକରେ ଗ୍ରହମାନଙ୍କର ସ୍ଥିତି ଠିକ୍ଠାକ୍ ଥିବ ଓ ଶୁଭ ଗ୍ରହର ଅନ୍ତର୍ଦଶ ଚାଲିଥିବ। ତେଣୁ ଆମେ ମୂଳକୁ ଦେଖିବାନି। ଗାଈ ମୁହଁରେ ଆମେ ଆହାର ଦେବାନି, ତା ପହ୍ନା ଉଣ୍ଡାଳିବା। ରାମର ଗାଈ ଦଉଛି ଥରେକେ 3 ଲିଟର କ୍ଷୀର, ମୋ ଗାଈ ଦଉଛି ଥରେକେ ଯେତିକି କ୍ଷୀର କପେ ଚା ହେଉନି। ଆରେ ଦେଖ ରାମ କ'ଣ କରୁଛି। ସେ କିଭଳି ଗାଈକୁ ଗୋଲ ଗାଲ କରିଛି, ଖୁଆଇ ପିଆଇ ଗାଧେଇ ପାଧେଇ ଦେଉଛି, ଶାନ୍ତିରେ ଥଣ୍ଡାରେ ରଖିଛି। ତମେ କ'ଣ କରୁଛ? ସକାଳୁ ଗାଈକି ଖୋଲି ଦେଉଛ, ବାସ୍ ସେ ବୁଲି ବୁଲି ଯାହା ଖାଇଲା ସେତିକିରେ ଆସିବ କେଉଁଠୁ? ନାଇଁ, ସେ ଭୁଲ କରନି, ଦୋଷ କାହାକୁ ଦିଅନି। ନିଜ କର୍ମକୁ ଦୋଷ ଦିଅ, କର୍ମ ଠିକ୍ କର। ପଡ଼ିବା ଏ ମାସରେ ମିଥୁନ ରାଶି ପାଇଁ ଏକାଦଶ ରବି, ଏଣୁ ବହୁ ଲାଭ ହେବ। ପଞ୍ଚମ ନକ୍ଷତ୍ର ମାନେ ମୃଗଶିରାର ବିଶେଷ ଉନ୍ନତି ହେବ, ପ୍ରବଳ ଅର୍ଥ ଲାଭ ହେବ। ମାତ୍ର ଆର୍ଦ୍ରା ଓ ପୁନର୍ବସୁର ବାମ ହସ୍ତରେ ଦୁଃଖ ଯନ୍ତ୍ରଣା ହେବ। ବାମ ହସ୍ତରେ ଏଇଠି ଆଲୋଚନା କରିବା, ଆର୍ଦ୍ରା ଆଉ ପୁନର୍ବସୁ। ଯଦି ସେମାନଙ୍କ ଜାତକରେ ଯାହା କଥା ଆଲୋଚନା କରୁଛି, ଶୁଭ ଗ୍ରହ ଥିବେ, ମିଥୁନରେ ନବମ ଘର ହେଇଥିବ, ରାହୁ ଥିବେ, ବୁଧ ଥିବେ, ତାହେଲେ ଏଇ ଆର୍ଦ୍ରା ଓ ପୁନର୍ବସୁଙ୍କ ବାମ ହସ୍ତରେ ଯେଉଁ ଯନ୍ତ୍ରଣା ହେବ, ତା ସାମାନ୍ୟ ହେବ। ଗୋଟିଏ ଘମିର ହିଁ ଭଲ ହେଇଯିବ। 2-4 ସେକେଣ୍ଡ ପାଇଁ ବା 2-3 ଘଣ୍ଟା ପାଇଁ। ଯାହାର ଏସବୁ ସୁଯୋଗ ନଥିବ, ତାହା ତ ଭାଙ୍ଗି ଯାଇପାରେ, ସେ ପଡ଼ିଯାଇପାରେ, ବଡ଼ ବ୍ରଣ ହେଇଯାଇପାରେ, ଦୁଃଖ ହେଇପାରେ। ତେଣୁ ସବୁ ମୂଳ ଜାତକର ସ୍ଥିତିକି ନେଇ ବିଚାର କରିବା। କର୍କଟରେ ନିଜରେ ଥିବାରୁ ଦ୍ୱିତୀୟ ମଙ୍ଗଳ ହାନିକାରକ ହେବେ। 1ରେ ସେ ନିଜରେ, ପୁଣି ସେ ଅଛନ୍ତି ଦ୍ୱିତୀୟ ଘରେ, ଧନ ଘରେ। ରବି ଦେବେ, ମଙ୍ଗଳ ନେବେ। ଏଇଠି ବିଚାର କରିବା ନା। ଆପଣଙ୍କର ଆୟ ହେଲା ମାସିକ 1,00,000 ଟଙ୍କା। ଆପଣଙ୍କ ପରିବାର ବଡ଼, ଘରେ
ବୃଦ୍ଧ ପିତାମାତା ଅଛନ୍ତି, ରୋଗିଣୀ ସ୍ତ୍ରୀ ଅଛି, ପାଠ ପଢ଼ୁଥିବା ପିଲାମାନେ ଅଛନ୍ତି, ତାହେଲେ ପଇସା ସଞ୍ଚୟ କେମିତି ହେବ? ବଡ଼ ପରିବାର ପରା। କିନ୍ତୁ ମୋର ଲକ୍ଷ ଟଙ୍କା ମାସକୁ ଆୟ, ମୋ ପାଖରେ କେହି ନାହାନ୍ତି। ତେଣୁ 10-15 ଟଙ୍କା ମୋର ହେଇଗଲା ଦୈନିକ ଖର୍ଚ୍ଚ, ବାକି ଡିପୋଜିଟ୍। ବିଚାର କରିବେ ନା ମୂଳ ଜାତକରେ ଗ୍ରହମାନଙ୍କର ସ୍ଥିତିକି ନେଇ। ଯଦି ସେତିକି ବିଚାର ନ କରି ଦୋଷ ଦେବେ, ମୁଁ କ'ଣ କରିବି କହିଲେ ଭଲା? ରବି ଦେବେ, ମଙ୍ଗଳ ନେବେ। ମଙ୍ଗଳ ଦ୍ୱିତୀୟରେ ଅଛନ୍ତି, ନିଚରେ ଅଛନ୍ତି, ସେ ଧନ ବୃଥା ଖର୍ଚ୍ଚ କରାଇବେ, ହାନି କରାଇବେ। ସମ୍ମାନ ହାନି ହେବ, ସ୍ୱାସ୍ଥ୍ୟ ହାନି ହେବ, ବନ୍ଧୁ ହାନି ହେବ। ଯଦି ଜାତକରେ ମୂଳ ଜାତକରେ ମଙ୍ଗଳ ଥିବେ, ମକରରେ ଉଚ୍ଚରେ ଥିବେ, ଏ ହାନି କମିଯିବ। ତେଣୁ ଆଗ ମୂଳ ଜାତକ ଦେଖନ୍ତୁ, ସେ ଅନୁଯାୟୀ ଫଳ ସିନା ମିଳିବ। ବନ୍ଧୁ, ଧନ, ମାନ, ସ୍ୱାସ୍ଥ୍ୟ ଓ ସାଥୀ ଆଦି କ୍ଷେତ୍ରରେ ଖାଲି ହାନି ହେବ ମଙ୍ଗଳଙ୍କ ପାଇଁ। ମୀନରେ ଦଶମରେ ବୁଦ୍ଧ ଅଛନ୍ତି, ଏଣୁ ବୁଦ୍ଧ ମିଥୁନକୁ ସୁଖ ବାଣ୍ଟିବେ ଅବଶ୍ୟ। ଗୁରୁ ବୃଷରେ ମାନେ ଦ୍ୱାଦଶରେ ନାନା ରୋଗ ସୃଷ୍ଟି କରିବେ। ବୃହସ୍ପତିଙ୍କ ପାଇଁ ମିଥୁନ ରାଶିର ବ୍ୟକ୍ତିମାନେ ନାନାବିଧ ରୋଗର ଶିକାର ହେବେ। ବୁଧ ଦେବେ ସୁଖ, ରବି ଦେବେ ଶାନ୍ତି, ଧନ, ଆନନ୍ଦ, କିନ୍ତୁ ମଙ୍ଗଳ ଧନ ନଷ୍ଟ କରିବେ, ବୃହସ୍ପତି ରୋଗ ସୃଷ୍ଟି କରିବେ। ସବୁକୁ ବିଚାର କଲା ପରେ ଫଳାଫଳ ପାଇବା ନା। ଆଉ ପୁରୁଣା ରୋଗ ବଢ଼ିଯିବ, ନୂଆ ରୋଗ ସୃଷ୍ଟି ହେବ। ମୀନରେ ଦଶମରେ ଶୁକ୍ର, ଏଣୁ ଦାନ ସେବା ଆଦି କରି ଧର୍ମ ଲାଭ କରିବେ। ଶୁକ୍ର ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଭଲ କାମ କରିବା ପାଇଁ ପରାମର୍ଶ ଦେବେ। ସେବା କର, ପରୋପକାର କର, ଦାନ କର। ଏସବୁ କାମ କଲେ କ'ଣ ହେବ? ମଙ୍ଗଳ ହେବ, ଧର୍ମ ଅଧିକ ହେବ। ଧର୍ମ ରକ୍ଷତି ଧାର୍ମିକମ୍। ଧର୍ମ ଅଧିକ ହେଲେ ସେ ଧାର୍ମିକକୁ ରକ୍ଷା କରିଥାଏ। ଧର୍ମ କମିଗଲେ ତାହେଲେ ସୁଖ ମିଳେନି। ପାଣ୍ଡବମାନେ 5 ଭାଇ, ଏକା ଯୁଧିଷ୍ଠିର କାହିଁକି ସଶରୀରରେ ସ୍ୱର୍ଗଗମନ କଲେ? ଅନ୍ୟମାନେ କାହିଁ କରିପାରିଲେନି? ଏଇଟା ଟିକେ ବିଚାର କରିବା ନା। ଆମ ଋଷିମୁନି ଯାହା ସବୁ କହିଦେଇଗଲେ, ଜ୍ଞାନୀ କହିଦେଇଗଲେ, ତାକୁ ଯଦି ନ ଭାବିବା, ନ ବୁଝିବା, ତାହେଲେ ମୁଁ କ'ଣ କରିବି? ଶନି ଦଶମରେ, ଏଣୁ ସର୍ବାଙ୍ଗୀନ ଶୁଭ ହେବ। ଶନି ଶୁଭ କାମନା କରିବେ। ମିଥୁନ ରାଶିର ସବୁ ଦିଗରୁ ଲାଭ ହେବ, ସୁଖ ହେବ, ଉନ୍ନତି ହେବ। ସବୁ ସମସ୍ୟାର ସମାଧାନ କରିବେ ଶନି। ଦୁଃଖ ଆସିବ, ବର୍ଷା ଋତୁ ଆସିବ, ଛତା ଅଛି, ଆମେ ରେନକୋଟ୍ ଅଛି, ତଥାପି ତ ଆମେ ରେନକୋଟ୍ ପିନ୍ଧିଲେ ଓଦା ହେଇଯାଉଛେ ନା। କାହିଁକି? ଆମେ ଜାଣିନେ, ବୁଝିନେ, ପିନ୍ଧିଲା ପୂର୍ବରୁ ଦେଖିନେ ସେଟା ଫଟା କି କଟା। ରାହୁ ଦଶମସ୍ଥ ହେଲେ ଶୁଭ ଫଳ ଦେଇଥାନ୍ତି, ମାତ୍ର ମିଥୁନ ପାଇଁ ସେ ଶୁଭ ନୁହନ୍ତି। ରାହୁ ଶୁଭ ଫଳ ଦେବେ, ମିଥୁନରେ ନବମରେ ଥିଲେ ସେ ଶୁଭ ଫଳ ଦିଅନ୍ତି, କିନ୍ତୁ ଏ ମାସରେ ସେ ମିଥୁନକୁ ଶୁଭ ଫଳ ଦେବେନି। ତେଣୁ ଦୁଃଖ ମିଳିବ। ଚତୁର୍ଥ କେତୁ, ଷଷ୍ଠ ଓ ସପ୍ତମ ନକ୍ଷତ୍ରର ପାଦରେ ପୀଡ଼ା ଦେବେ। କେଉଁଠି ଗୋଡ଼ ଜଖମ ହୋଇଯାଇପାରେ, କଣ୍ଟା ଫୁଟି ଯାଇପାରେ, ମୁଡ଼ି ହୋଇଯାଇପାରେ, ପୀଡ଼ା ହେବ। ମାତ୍ର ପଞ୍ଚମ ନକ୍ଷତ୍ରର ସୌଭାଗ୍ୟ ବୃଦ୍ଧି କରିବେ କେତୁ। ଉପରୋକ୍ତ ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଦଶମ ବୁଧ, ଦଶମ ଶୁକ୍ର, ଦଶମ ଶନି ଓ ଦଶମ ରାହୁଙ୍କ ଯୋଗୁଁ ଉକ୍ତ ରାଶିଗତ ବ୍ୟକ୍ତିଗଣ, ମିଥୁନ ରାଶିର ବ୍ୟକ୍ତିମାନେ ସ୍ୱ କର୍ମ କ୍ଷେତ୍ରରେ ଅତି ଅଧିକ ଶ୍ରମ କରି ଲାଭବାନ ହେବେ। ଏଇଠି ଲାଇନରେ କୁହାଗଲା, ଧାଡ଼ିଟେ କୁହାଗଲା ଯେ କର୍ମ ଯେତେ ଅଧିକ କରିବେ ଓ ଭଲ କର୍ମ କରିବେ ସେତେ ଅଧିକ ଲାଭ ହେବ। ଯଦି ଅଳସୁଆ ହେବେ, ଠକିବେ,
ଆଉ ପସ୍ତେଇବେ, ଖାଲି ଦୋଷ ଦେବେ। ଜ୍ୟୋତିଷ ମୂର୍ଖ, ତାଙ୍କୁ କହି ଆସେନି, ସେ ପ୍ରବକ୍ତା, ମିଛୁଆ, ଠକ। ତାହେଲେ ଉପରକୁ ଛେପ ପକାଇବା ଅର୍ଥ କ'ଣ? ନିଜ ମୁଣ୍ଡରେ ପଡ଼ିବା କଥା। ଏଇଆ ତ, ଆଉ କ'ଣ? ଯିଏ ଯେଉଁ ପ୍ରକାର ବୃତ୍ତି କରୁଥିବେ ସେଥିରେ ଅତି ଅଧିକ ସୁଫଳ ମିଳିବ। ବିଶେଷତଃ ବ୍ୟବସାୟୀମାନେ ସଫଳତା ଲାଭ କରିବେ। ଶୁକ୍ର ଯେଣୁ ଧର୍ମ ବୃଦ୍ଧି କରାଇ ସମସ୍ତଙ୍କୁ ଶାନ୍ତି ଦେବେ, ଏଣୁ ସାମାଜିକ ମାନ ସମ୍ମାନ ବୃଦ୍ଧି ହେବ, ମାନସିକ ଶାନ୍ତି ମିଳିବ। ଏକାଦଶ ରବି ବିବିଧ ସୁଫଳ ଯୋଗାଇ ଦେବେ, ସୁକର୍ମ ଯୋଗାଇ ଦେବେ। କର୍ମରୁ ଭଲ ଆୟ ହେବ, ଆୟ ବୃଦ୍ଧି ହେବ, ଶାନ୍ତି ମିଳିବ। ଆରଦ୍ରା ଓ ପୁନର୍ବସୁ ନକ୍ଷତ୍ରଧାରୀ ବ୍ୟକ୍ତି ପ୍ରାୟ ଅସୁସ୍ଥ ହେବେ, ଏଥିପାଇଁ ପାରିବାରିକ ଅଶାନ୍ତି ସୃଷ୍ଟି ହେବ। ପଞ୍ଚମକୁ ଏକାଦଶ ରବିଙ୍କର ଦୃଷ୍ଟି ହେତୁ ବିଦ୍ୟାର୍ଥୀମାନଙ୍କର, ଗବେଷକମାନଙ୍କର ବିଶେଷ ମଙ୍ଗଳ ହେବ। ଦ୍ୱିତୀୟ ମଙ୍ଗଳ ହେତୁ ମୁଣ୍ଡକୁ ଅହଙ୍କାର ଆସିବ, ଯାହାକି ସବୁ ହରଣ କରି ନେଇପାରେ। ସୁତରାଂ ଯଦି ଅହଙ୍କାରୀ ହୁସିଆର ହେଇଯାଆନ୍ତୁ, ଯେତେ ମୋଟା ପାଇପରେ ପାଣି ପଶିଲେ ମାଠିଆ ଭର୍ତ୍ତି ହେବନି, ଅହଙ୍କାର ସବୁ ଚୂନା କରିଦେବ, ହେଲା। ଏଣୁ ବ୍ୟବହାର ମାର୍ଜିତ କଲେ ଧନ, ମାନ, ବନ୍ଧୁ, ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିବ, ମଙ୍ଗଳ ହେବ। ଚତୁର୍ଥ କେତୁଙ୍କ ହେତୁ ଦେହ ବିଭିନ୍ନ ବ୍ୟାଧିଗତ ହେବ, ଦୁଃଖ ମିଳିବ। ଏଣୁ ଦୈନିକ ଥରେ ମାତ୍ର ଗାୟତ୍ରୀ ଜପ କରନ୍ତୁ। ଓಂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଯେତେବେଳେ ବେଳ ହେବ 10 ମିନିଟ୍ ମାତ୍ର ବସିଯିବେ, ହାତ ଗୋଡ଼ ଧୋଇବେ, ଟିକେ ଧୁଆ କି ନୂଆ ଲୁଗା ପିନ୍ଧିବେ। ତାପରେ ଐଶାନ୍ୟ କୋଣକୁ, ମାନେ ଉତ୍ତର ପୂର୍ବ କୋଣକୁ ଅନେଇ, ବା ପୂର୍ବକୁ ବା ଉତ୍ତରକୁ ଅନେଇ ଏହି ମନ୍ତ୍ରକୁ 108 ଥର ଜପିବେ। ଗୈତ୍ରୟୀ ମାନେ ଯିଏ ଗାନ କରେ ଶ୍ରଦ୍ଧାରେ, ଭକ୍ତିରେ, ବିଶ୍ୱାସରେ, ତାକୁ ଏ ମନ୍ତ୍ର ରକ୍ଷା କରେ ବୋଲି ମନ୍ତ୍ର ନା ଗାୟତ୍ରୀ। ରହିଲି, ମା ଗାୟତ୍ରୀ ଆପଣଙ୍କୁ ସୁରକ୍ଷା ଦିଅନ୍ତୁ। ନମସ୍କାର।